କ୍ରିଟିକାଲ କେୟାର ମେଡିସିନ ଯେତେବେଳେ ଏ କଥା କୌଣସି ରୋଗୀ କିମ୍ବା ତାର ସମ୍ପର୍କୀୟକୁ ଶୁଣାଯାଏ ତା ମନରେ ଗୋଟେ ଭୟ ଜାଗ୍ରତ ହୁଏ। ଆପଣ କ୍ରିଟିକାଲ କେୟାର ମେଡିସିନର ଜଣେ ସ୍ପେଶିଆଲିଷ୍ଟ, ଆଉ ପୁରା ସମୟ ଆପଣ ସେଇ ଆଇସିୟୁ ଭିତରେ ହିଁ ବିତେଇଥାନ୍ତି, ଯୋଉଠି ଗୋଟେ ଭୟର ବାତାବରଣ ଥାଏ। ଆଖି ପିଛୁଳାକେ ଆଖି ଖୋଲିକି ଆସିଥିବା ସତେଜ ଥିବା ଲୋକଟାକୁ ମୃତ୍ୟୁବରଣ କରିଦିଏ। ଏଗୁଡ଼ାକୁ ସବୁ ସାମ୍ନା କରିବା କିଭଳି ସମ୍ଭବ ହେଇଥାଏ ଆପଣଙ୍କ ପାଇଁ? ଦେଖନ୍ତୁ, ଆମେମାନେ ଯେ ପାଠ ପଢିଲା ବେଳେ 97ରେ ଇଣ୍ଟେନ୍ସିଭ କେୟାର ୟୁନିଟ୍ କେବଳ ଏସିବି ମେଡିକାଲ କଲେଜରେ ଥିଲା। ଆଉ 97-98ରେ ମୁଁ ଭାବୁଛି ବୋଧେ କଳିଙ୍ଗ ହସ୍ପିଟାଲ ହେଲା ପରେ ସେଠାରେ ଇଣ୍ଟେନ୍ସିଭ କେୟାର ୟୁନିଟ୍ ଥିଲା, ଆଇସିୟୁ ଇଣ୍ଟେନ୍ସିଭ କେୟାର ୟୁନିଟ୍ ଥିଲା। କିନ୍ତୁ ଆମେ ଯେତେବେଳେ ଷ୍ଟଡି ଟୁରେ ଦିଲ୍ଲୀ ଏମ୍ସ ଯାଇଥିଲୁ, ଜିପମର ଯାଇଥିଲୁ, ତ ସେଠି ଦେଖିଲୁ ଯେ ସେଠି ଫୁଲ ଫ୍ଲେଜ୍ଡ ଆଇସିୟୁ ୱିଥ୍ ଭେଣ୍ଟିଲେଟର ଆଣ୍ଡ ଡାୟାଲିସିସ୍ ଆଣ୍ଡ ଅଲ୍ ଯାହା ସେ ସମୟରେ ଆବିଷ୍କୃତ ହେଇଥିଲା ଏବଂ ବ୍ୟବହାର ହଉଥିଲା ସମସ୍ତ ଜିନିଷ ଅଛି। ତାହେଲେ ଆମେ ଯେତେବେଳେ ମେଡିକାଲ କଲେଜ ଫେରି ଆସିଲୁ, ତାହେଲେ ଆମେ ଡିମାଣ୍ଡ କଲୁ ଯେ ଆମର ବ୍ରହ୍ମପୁରରେ ବି ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ, କିନ୍ତୁ ସେତେବେଳେ ବି ସମ୍ଭବପର ହେଇନଥିଲା। କିନ୍ତୁ ବର୍ତ୍ତମାନ ଦେଖନ୍ତୁ, ଇଭିନ୍ ଛୋଟ ହସ୍ପିଟାଲରେ ବି ଆଇସିୟୁ ଖୋଲିଲାଣି। ଆଇସିୟୁ ହେଲା ଇଣ୍ଟେନ୍ସିଭ କେୟାର ୟୁନିଟ୍। ଯେତେବେଳେ କୌଣସି ରୋଗୀ ଗୁରୁତର ଅବସ୍ଥାରେ ହୁଏ, ସେତେବେଳେ ଆମେ ତାକୁ ଆଇସିୟୁକୁ ଆଡମିସନ କରୁ। ଆଇସିୟୁ ଆଡମିସନର ବହୁତ ସାରା କ୍ରାଇଟେରିଆ ଅଛି। କ'ଣ ହେଲେ ଆଇସିୟୁରେ ଆଡମିସନ କରିବା, କ'ଣ ହେଲେ ତାକୁ ପୁଣି ତଳକୁ ସିଫ୍ଟ କରିବା, ସେଟା ଗୋଟେ ଅଲଗା ପାଠ। କିନ୍ତୁ ଆଇସିୟୁରେ ସବୁବେଳେ କୌଣସି ଏକ ରୋଗର ଜଟିଳ ପରିସ୍ଥିତିରେ ହୁଏ। ଯେମିତି ଆମେ ଗୋଟେ ଏକ୍ସାମ୍ପଲ ଦେଇପାରିବା, ଗୋଟେ ମାନେ ଭାବିନିଅନ୍ତୁ ଜଣେ ଲୋକ ପତଳା ଝାଡା ହେଇକି 2 ଦିନ କମ୍ପ୍ଲେନ୍ ଅଛି, 15 ଥର 20 ଥର ଝାଡା ଯାଇଛି, ତାକୁ ମୁଣ୍ଡ ବୁଲଉଛି, ବ୍ଲଡ ପ୍ରେସର କମି ଯାଇଛି, ଆଡମିଟ୍ ହେଲା। ତାହେଲେ ସେ ଆଇସିୟୁରେ କାହିଁକି ରଖାଯାଉଛି? ଆମେ ତାର କିଛି କ୍ରାଇଟେରିଆ ଅଛି। ଭାବିନିଅନ୍ତୁ ତାର WBC କାଉଣ୍ଟ ବହୁତ ବଢି ଯାଇଛି କିମ୍ବା କମି ଯାଇଛି, କିମ୍ବା ତାର ଲବଣ ଅଂଶ, ଯେମିତି ଆମେ ସୋଡିୟମ ପୋଟାସିୟମ କହୁଛନ୍ତି, ସୋଡିୟମ ବହୁତ କମି ଯାଇଛି, ଆଉ ତା ଯୋଗୁଁ ବ୍ଲଡ ପ୍ରେସର ବି କମି ଯାଇଛି, କିମ୍ବା ପଲ୍ସ ଟା ବହୁତ ଅଧିକା ଅଛି। ବିଭିନ୍ନ ଯୋଉ କ୍ରାଇଟେରିଆ ଅଛି ସେ ଅନୁସାରେ ଆମେ ତାକୁ ଆଇସିୟୁରେ ରଖିଲେ। ତାହେଲେ ଆଗରୁ ଲୋକମାନେ ଭାବୁଥିଲେ ଯେ ଆଇସିୟୁ ଗଲା ମାନେ ବୋଧେ ରୋଗୀ ବହୁତ ସିରିୟସ୍ ଅଛି ଆଉ ତାର ଶେଷ ଅବସ୍ଥା ଅଛି, କିନ୍ତୁ ସେମିତି ନୁହେଁ। ଏବେ ଆଇସିୟୁରେ ଆଡମିସନ ହଉଥିବା ପାଖାପାଖି 80ରୁ 90% ରୋଗୀ ଭଲ ହେଇଯାଉଛନ୍ତି। ସେଥିପାଇଁ ଆପଣ ମାନେ ରୋଗ ବିଷୟରେ ସଠିକ ନଲେଜ ନେବେ, ଆଉ ଡାକ୍ତରଙ୍କୁ ବି ପଚାରିବେ। ଆଉ ତାଙ୍କ ଏବେ ସବୁ ଡକ୍ଟର ହସ୍ପିଟାଲରେ ସବୁ ଆପଣମାନଙ୍କୁ ଅପଡେଟ କରିବା ପାଇଁ ସବୁ ସିଷ୍ଟର୍ସ ମାନେ ଟ୍ରେନ୍ଡ ପ୍ରଫେସନାଲ ଲୋକମାନଙ୍କୁ ଆପଏଣ୍ଟ କରାଗଲାଣି। ଏବଂ ମୁଁ ବି ଚାହିଁବି ସରକାର ବି ମଧ୍ୟ ସେ ସମସ୍ତ ବ୍ୟବସ୍ଥା ଆଗାମୀ ଦିନରେ କରିବାକୁ ଯାଉଛନ୍ତି। ତାହେଲେ ଆମେ ସଠିକ ନଲେଜ ନେଲେ ଆମକୁ ଆଉ ଡର ରହିବନି। ଆମେ ତାହେଲେ ଆଇସିୟୁରେ କ'ଣ କରୁ? ଆଇସିୟୁରେ ଆମେ ରୋଗୀମାନଙ୍କୁ ଚିକିତ୍ସା କରୁ ଯୋଉଥିରେ କି ମ୍ୟାନ ସହିତ ମେସିନର ସାହାଯ୍ୟ ନଉ। ଆମେ ଡାକ୍ତରମାନେ ତ ଉପସ୍ଥିତ ରହିଲୁ, ଆମର ଟ୍ରେନ୍ ପୁରା ଟିମ୍ ରହିଲା, ତା ସହିତ ମେସିନେରିଜ ବି ରହିଲା। ତ ମେସିନ ଆମକୁ ସାହାଯ୍ୟ କରେ, ଯେମିତି ପଲ୍ସ, ବିପି, ଟେମ୍ପରେଚର, ରେସ୍ପିରେଟୋରୀ ରେଟ୍, ଅକ୍ସିଜେନ ସାଚୁରେସନ, ଏସବୁ ମନିଟର ଆମେ 24 ଆୱାର୍ସ କରୁ। 24 ଆୱାର୍ସ। ତାହେଲେ କ'ଣ ହବ? ଯାହା ବି ଏରର ହବ ଆମେ ଜଲ୍ଦି ଆଇଡେଣ୍ଟିଫାଇ କରୁ ଏବଂ ତାର କରେକ୍ଟିଭ ମେଜର ନଉ, ତାକି ସେ ସମୟ ୱେଷ୍ଟ ହୁଏନି। ଯେହେତୁ ଆମେ 24 ଆୱାର ରାଉଣ୍ଡ ଦି କ୍ଲକ୍ ସେଠାରେ ଡାକ୍ତର, ଦିଦି, ଫାର୍ମାସିଷ୍ଟ, ଟେକ୍ନିସିଆନ୍ସ ସମସ୍ତେ ଉପସ୍ଥିତ ରହୁ ଆଉ ଚିକିତ୍ସା କରୁ, ସେଥିପାଇଁ ରୋଗୀ ଜଲ୍ଦି ଭଲ ହବାର ସମ୍ଭାବନା ବି ବଢିଯାଏ। ତ ସେଠି ଅସୁବିଧା କ'ଣ ହୁଏ? ଅସୁବିଧା ହେଲା ବେଳେବେଳେ ଆମେ ସମସ୍ତେ ଚେଷ୍ଟା ସତ୍ତ୍ୱେ ବି ସବୁ ରୋଗୀ ଆମେ ବଞ୍ଚେଇ ପାରୁ। ଭାବନ୍ତୁ ଗୋଟେ ୟଙ୍ଗ ପେସେଣ୍ଟ 30 years old ମ୍ୟାରେଡ୍, ଯଦି ଆମେ ବଞ୍ଚେଇ ପାରୁନାହୁଁ, ତାହେଲେ ସେଇ ସମୟଟା ଆମକୁ ବହୁତ ଇମୋସନାଲ ଷ୍ଟ୍ରେସକୁ ବି ନେଇଯାଏ। ଆମେ ଚାହୁଁ ଯେ ଆମ ସମସ୍ତ ରୋଗୀ ଭଲ ହେଇଯାଉ, ସବୁ ଭଲ ଡାକ୍ତର ଚାହିଁବେ ତାର ସମସ୍ତ ଭଲ ରୋଗୀ ଭଲ ହେଇଯାଆନ୍ତୁ, ତା ସତ୍ତ୍ୱେ ଆମେ ବଞ୍ଚେଇ ପାରୁନାହୁଁ। ସେଇ ସମୟ ଯୋଉ ଇମୋସନାଲ ଷ୍ଟ୍ରେସଟା ଆମକୁ ବି ଏଫେକ୍ଟ କରେ। ହଁ, ସେଇଠି ଆମର ବହୁତ ଦାୟିତ୍ୱ ବି ବନୁଛି। ଡାକ୍ତର ସବୁବେଳେ ରୋଗୀର ଆଟେଣ୍ଡାଣ୍ଟକୁ ରାଇଟ୍ କମ୍ୟୁନିକେସନ କରିବା ଦରକାର। ରୋଗୀର ଅବସ୍ଥା ବିଷୟରେ ଆମେ ଯଦି ରୋଗୀର ଆଟେଣ୍ଡାଣ୍ଟକୁ ମଝିରେ ମଝିରେ ସଠିକ ସୂଚନା ଦବା, ଆଉ ତାକୁ ବୁଝେଇବା, ଆଉ ସାଇଣ୍ଟିଫିକାଲି ବୁଝେଇବା, କିଛି ଇଲ୍ ଇଣ୍ଟେନସନ ରଖି କିମ୍ବା ବିଜନେସ ମୋଟିଭ ରଖି ବୁଝେଇବାନି। ଯାହା ସତ୍ୟ ଅଛି ତାକୁ ବୁଝେଇବା, ଆଉ ତାଙ୍କୁ ଅପସନ ବି ଦବା। ଯଦି ଆମ ହସ୍ପିଟାଲରେ ସେଇ ବ୍ୟବସ୍ଥା ନାହିଁ ଯୋଉ ଚିକିତ୍ସା କରିବାର, ତାହେଲେ ଆମେ ଯୋଉ ହସ୍ପିଟାଲରେ ସେଇ ଚିକିତ୍ସା କରିବାର ବ୍ୟବସ୍ଥା ଅଛି ତାକୁ ତୁରନ୍ତ ବ୍ୟବସ୍ଥା କରି ପଠେଇବା। ହଁ, ନା କି ଖାଲି ଲେଖିଦବାନି ଯେ ରେଫର ଟୁ ହାୟର ସେଣ୍ଟର। ମୁଁ ବ୍ୟକ୍ତିଗତ ଭାବେ ଚାହେଁ ଆମେ ଆଟେଣ୍ଡାଣ୍ଟକୁ ସମସ୍ତ ଅପସନ ବିଷୟରେ ବୁଝେଇବା। ଯୋଉ ଆଟେଣ୍ଡାଣ୍ଟଟା ବୁଝିପାରୁଛି ଆଉ ତୁରନ୍ତ ପଦକ୍ଷେପ ନେବ ବୋଲି ଭାବୁଛି, ତାହେଲେ ହସ୍ପିଟାଲ ଆଡମିନିଷ୍ଟ୍ରେସନ ସେମାନଙ୍କ ସହିତ କମ୍ୟୁନିକେସନରେ ରହି ରୋଗୀର କିପରି ଠିକ ସମୟରେ ଠିକ ଜାଗାକୁ ସ୍ଥାନାନ୍ତରିତ ହେଇପାରିବ ସେଟାର ବ୍ୟବସ୍ଥା ବି କରିବା। ଆଜ୍ଞା, ଏ ସମସ୍ତଟା ଏବେ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଅଣ୍ଡରରେ ଆସିଯାଉଛି। ତେଣୁ ଆଇସିୟୁ ଗୋଟେ ରୋଗୀକୁ ଭଲ କରିବା ପାଇଁ ବହୁତ ଗୋଟେ ତାର ଭାବି ନିଅନ୍ତୁ ହସ୍ପିଟାଲ ଗୋଟେ ଇମ୍ପୋର୍ଟାଣ୍ଟ ସେଗମେଣ୍ଟ ଏବେ। ସେଥିପାଇଁ ସବୁ ହସ୍ପିଟାଲରେ ଆଇସିୟୁ ରହିବା ଦରକାର। ଆଇସିୟୁରେ ସ୍କିଲ୍ଡ ଟ୍ରେନ୍ଡ ମ୍ୟାନପାୱାର ରହିବା ଦରକାର। ଆଉ ଆଇସିୟୁ ଭିତରେ ଘଟୁଥିବା ସମସ୍ତ ଚିକିତ୍ସା ପ୍ରଣାଳୀକୁ ରୋଗୀର ଆଟେଣ୍ଡାଣ୍ଟକୁ ମଝିରେ ମଝିରେ ଅପଡେଟ କରୁଥିବା ଦରକାର। ତାହେଲେ ଆମର ବିଶ୍ୱାସ ମେଣ୍ଟେନ ହେଇକି ରହିବ, ଆଉ ଆମ ଚିକିତ୍ସାର ସୁବିଧା ହବ, ଆଉ ତାର ଆଉଟକମଟା ଭଲ ହବ ସବୁବେଳେ।